ନାମ ଜପ କଲେ କିପରି ଭାଗ୍ୟ ବଦଳେ ଆସନ୍ତୁ ଜାଣିବା ଏହି କାହାଣୀ ମାଧ୍ୟମରୁ। ନୀଳଗିରି ପାହାଡ଼ ପାଦଦେଶରେ ଥିବା ଚନ୍ଦନପୁର ଗାଁ। ବାପା ମା ଛେଉଣ୍ଡ ଝିଅଟି, ନାଁ ହେଉଛି ରାଧା। ରାଧାର ବୟସ ମାତ୍ର 18 ବର୍ଷ, କିନ୍ତୁ ତା ଆଖିରେ ଦୁନିଆ ଯାକର ଦୁଃଖ ଯେମିତି ଘର କରି ରଖିଛି। ତାର ବାପା ମା 3 ବର୍ଷ ତଳେ ମହାମାରୀରେ ଆଖି ବୁଜି ଦେଇଥିଲେ। ସେବେଠାରୁ ରାଧା ଏକୁଟିଆ। ଗାଁର ଜମିଦାର ବଳଭଦ୍ର ସାମନ୍ତରାୟଙ୍କ ଘରେ ବାସନ ମାଜିଲେ ତାକୁ 2 ମୁଠା ଖାଇବାକୁ ମିଳେ, କିନ୍ତୁ ସେଠାରେ ବି ତାକୁ ଅପମାନ ଛଡ଼ା ଅଧିକା କିଛି ମିଳେ ନାହିଁ। ସେଦିନ ସନ୍ଧ୍ୟାରେ ଜମିଦାରଙ୍କର ବଡ଼ ପୁଅ ବିକ୍ରମ ରାଧାକୁ ବହୁତ ଖରାପ ବ୍ୟବହାର କରିଥିଲେ। ଏ ଭିକାରୁଣୀ, ତୋର ଛାଇ ମୋ ଉପରେ ପଡ଼ିଲେ ମୁଁ ଅଶୁଦ୍ଧ ହୋଇଯାଉଛି, ଦୂରେଇ ରହ ମୋ ପାଖରୁ। ବିକ୍ରମର ସେହି କଥା ଗୁଡ଼ାକ ରାଧାର ଛାତିକୁ ଛୁରୀ ଭଳି କାଟି ଦେଉଥିଲା। ରାଧା ଭାବୁଥିଲା, ହେ ଭଗବାନ, କ'ଣ ମୋର ଗରିବ ହେବାଟା ଏତେ ବଡ଼ ଅପରାଧ? ହଠାତ୍ ପ୍ରବଳ ବେଗରେ ପବନ ବହିବାକୁ ଲାଗିଲା। ବିଜୁଳିର ଘଡ଼ଘଡ଼ି ଶବ୍ଦରେ ପୃଥିବୀ ଥରୁଥିଲା। ରାଧାର କୁଡ଼ିଆରେ ତାଳପତ୍ରର ଛପର ଉଡ଼ିବାକୁ ଲାଗିଲା। ସେ ଭୟରେ ଜଗନ୍ନାଥଙ୍କ ଫଟୋଟିକୁ କୋଳରେ ଧରି କାନ୍ଦିବାକୁ ଲାଗିଲା। ପାଣି କୁଡ଼ିଆ ଭିତରେ ପଶିବାକୁ ଲାଗିଲା। ସାରା ଗାଁ ଲୋକ ନିଜ ନିଜ ପକ୍କା ଘରେ ସୁରକ୍ଷିତ ଥିଲେ, କିନ୍ତୁ ରାଧା ପାଇଁ କେହି ନଥିଲେ। ବାହାରେ ପ୍ରବଳ ବର୍ଷା। କୁଡ଼ିଆର ଛପର ଉଡ଼ିଯିବା ପରେ ରାଧା ସମ୍ପୂର୍ଣ୍ଣ ଓଦା ହୋଇଯାଇଥିଲା। ପବନର ବେଗ ଏତେ ଥିଲା ଯେ ଛୋଟ ଝିଅଟିଏ ପାଇଁ ସେଠାରେ ଠିଆ ହେବା କଷ୍ଟକର ଥିଲା। ସେ କାନ୍ଦି କାନ୍ଦି ଗାଁ ମୁଣ୍ଡରେ ଥିବା ଏକ ପୁରୁଣା ବରଗଛ ମୂଳକୁ ଗଲା। ସେଠାରେ ଗୋଟିଏ ଛୋଟ ପଥରର କାନ୍ଥ ଥିଲା, ଯାହା ତାକୁ ପବନରୁ ଟିକେ ରକ୍ଷା କରୁଥିଲା। ରାଧା ଭାବୁଥିଲା, ମୁଁ କାହା ପାଖକୁ ଯିବି? କିଏ ମୋତେ ଏହି କାଳରାତ୍ରିରେ ଆଶ୍ରୟ ଦେବ? ହଠାତ୍ ସେ ଦେଖିଲା, ବରଗଛର ଆରପଟେ ଜଣେ ବୃଦ୍ଧ ସନ୍ନ୍ୟାସୀ ବସିଛନ୍ତି। ତାଙ୍କ ଦେହରେ କେବଳ ଏକ ଗେରୁଆ ବସ୍ତ୍ର, କିନ୍ତୁ ଆଶ୍ଚର୍ଯ୍ୟର କଥା, ସେ ସେହି ପ୍ରବଳ ବର୍ଷାରେ ବି ସମ୍ପୂର୍ଣ୍ଣ ଶାନ୍ତ ଦେଖାଯାଉଥିଲେ। ତାଙ୍କ ଚେହେରାରେ ଏକ ଅଦ୍ଭୁତ ତେଜ ଥିଲା। ରାଧାକୁ ଥରୁଥିବା ଦେଖି ସେ ମଧୁର ସ୍ୱରରେ କହିଲେ, ଡର ନା ଝିଅ, ଏହି ବର୍ଷା ତତେ ଓଦା କରିପାରେ, କିନ୍ତୁ ତୋ ଭିତରେ ଥିବା ଆତ୍ମାକୁ ନୁହେଁ। ମୋ ପାଖକୁ ଆସେ। ରାଧା ଧୀରେ ଧୀରେ ତାଙ୍କ ପାଖକୁ ଗଲା। ସାଧୁ ଜଣକ ତାଙ୍କ ଝୋଲିରୁ ଏକ ଶୁଖିଲା କପଡ଼ା ବାହାର କରି ରାଧାକୁ ଦେଲେ। ରାଧା କାନ୍ଦି କାନ୍ଦି କହିଲା, ବାବା, ମୁଁ ବହୁତ ଅଭାଗିନୀ। ମୋର କେହି ନାହାନ୍ତି। ଭଗବାନ ମଧ୍ୟ ମୋତେ ଭୁଲି ଯାଇଛନ୍ତି। ସାଧୁ ହସିଲେ ଏବଂ କହିଲେ, ନା ରେ ମା, ଭଗବାନ କାହାକୁ ଭୁଲନ୍ତି ନାହିଁ। ଯେତେବେଳେ ସବୁ ଦ୍ୱାର ବନ୍ଦ ହୋଇଯାଏ, ସେତେବେଳେ ସେ ନିଜର ଦ୍ୱାରକୁ ଖୋଲା ରଖନ୍ତି। ତୁ ମୋତେ କହିଲୁ, ତୁ କେବେ ତାଙ୍କୁ ଡାକିଛୁ? ରାଧା କହିଲେ, ମୁଁ ତ ପ୍ରତିଦିନ ପ୍ରାର୍ଥନା କରେ, କିନ୍ତୁ କିଛି ବଦଳେ ନାହିଁ। ସାଧୁ ତାଙ୍କ ହାତରେ ଏକ ତୁଳସୀ ମାଳ ରଖି କହିଲେ, କେବଳ ପ୍ରାର୍ଥନା ନୁହେଁ, ତୁ ନାମ ଜପ କର। ନାମ ଜପ ହେଉଛି ଏକ ଶକ୍ତିଶାଳୀ ମନ୍ତ୍ର। ତୁ ଶୋଇବା, ବସିବା, କାମ କରିବା ସମୟରେ ମଧ୍ୟ ମନେ ମନେ ଭଗବାନଙ୍କ ନାମ ନେ। ଏହି ମନ୍ତ୍ର ତୋର ସବୁ ଦୁଃଖ କାଟିଦେବ। ମନେ ରଖ, ଜପ ଏପରି ହେବା ଦରକାର ଯେ ପ୍ରତିଟି ନିଶ୍ୱାସରେ ତାଙ୍କରି ନାମ ରହିବ। ରାଧା ସେହି ମାଳିକୁ ମୁଣ୍ଡରେ ଲଗାଇଲା। ସେହି ମୁହୂର୍ତ୍ତରେ ରାଧାର ମନରେ ଏକ ଅଜଣା ଶକ୍ତି ଭରିଗଲା। ବର୍ଷା ଥମି ନଥିଲା, କିନ୍ତୁ ରାଧାର ଭୟ ଦୂରେଇ ଯାଇଥିଲା। ସକାଳ ହେଲା। ବର୍ଷା ଛାଡ଼ି ଯାଇଥିଲା ସତ, କିନ୍ତୁ ରାଧାର କୁଡ଼ିଆଟି ଏବେ କାଦୁଅରେ ମିଶି ଯାଇଥିଲା। ଗାଁର ଲୋକମାନେ ନିଜ ନିଜ ଘର ସଫା କରିବାରେ ବ୍ୟସ୍ତ ଥିଲେ। ରାଧା ଯେତେବେଳେ ଜମିଦାରଙ୍କ ଘରକୁ କାମ କରିବାକୁ ଗଲା, ତାକୁ ଦେଖି ଜମିଦାରଙ୍କର ସ୍ତ୍ରୀ ମୁହଁ ବୁଲାଇ ଦେଲା। ଏଇ ରାଧା, ତୋ ଘର ତ ଭାଙ୍ଗିଗଲା, ଏବେ ଏଠି କାହିଁକି ଆସିଛୁ? ଯା, ଗାଁ ବାହାରେ ଥିବା ପୁରୁଣା ମନ୍ଦିର ଚୌତରାରେ ପଡ଼ି ରହ। ଏଠାରେ ତୋ ପାଇଁ ଜାଗା ନାହିଁ, ସେ ରୁକ୍ଷ ସ୍ୱରରେ କହିଲା। ରାଧା କିଛି କହିଲା ନାହିଁ। ସେ ସେହି ପୁରୁଣା ମନ୍ଦିର ଆଡ଼କୁ ଚାଲିଲା। ସେହି ମନ୍ଦିରଟି ବହୁ ବର୍ଷରୁ ପରିତ୍ୟକ୍ତ ହୋଇ ପଡ଼ିଥିଲା। ଚାରିଆଡ଼େ ଅଳିଆ ଏବଂ ବୁଢ଼ିଆଣୀ ଜାଲ। ରାଧା ସେଠାରେ ନିଜର ଛୋଟ ପୁଟୁଳିଟି ରଖିଲା। ତା ପାଖରେ ଖାଇବାକୁ କିଛି ନଥିଲା, କିନ୍ତୁ ସାଧୁ ଦେଇଥିବା ସେହି ମାଳିଟି ତା ହାତରେ ଥିଲା। ସେ ସେଇଠି ବସି ଆଖି ବନ୍ଦ କଲା। ହେ ନାରାୟଣ, ହେ କୃଷ୍ଣ, ହେ ଜଗନ୍ନାଥ,
ତା ଓଠ ଧୀରେ ଧୀରେ ହଲିବାକୁ ଲାଗିଲା। ସେଦିନ ଗାଁରେ କିଛି ଦୁଷ୍ଟ ପିଲା ତାକୁ ଦେଖି ପଥର ଫିଙ୍ଗିଲେ। ଦେଖ ଦେଖ, ରାଧା ପାଗଳି ହୋଇଗଲାଣି ବୋଲି ପାଟି କଲେ। କିନ୍ତୁ ରାଧାକୁ ଯେମିତି କିଛି ଶୁଭୁ ନଥିଲା। ସେ ଭିତରୁ ଏକ ଅଦ୍ଭୁତ ଶାନ୍ତି ଅନୁଭବ କରୁଥିଲା। ସେଦିନ ରାତିରେ ଜଣେ ଅଜଣା ବୁଢ଼ୀ ମଣିଷ ତା ପାଇଁ 2ଟି ଶୁଖିଲା ରୁଟି ନେଇ ଆସିଲା। ରାଧା ବୁଝିଗଲା, ଭଗବାନ ତା କଥା ଶୁଣିବା ଆରମ୍ଭ କଲେଣି। ମନ୍ଦିରର ସେହି ପରିତ୍ୟକ୍ତ ଚଉତରାରେ ରାଧା ଏବେ ନିଜର ସଂସାର ବସାଇ ଦେଇଥିଲା। ସକାଳୁ ଉଠି ସେ ମନ୍ଦିର ପ୍ରାଙ୍ଗଣ ସଫା କରେ, ପାଖ ପୋଖରୀରୁ ପାଣି ଆଣି ଶିବଲିଙ୍ଗକୁ ଅଭିଷେକ କରେ ଏବଂ ତାପରେ ଆରମ୍ଭ ହୁଏ ତାର ସେହି ଅମୂଲ୍ୟ ନାମ ଜପ। ଗାଁର ଜମିଦାରଙ୍କର ପୁଅ ବିକ୍ରମ ଏହା ସହ୍ୟ କରିପାରୁନଥିଲା। ତାକୁ ଲାଗୁଥିଲା ଯେଉଁ ଝିଅଟି ତାଙ୍କ ଘରେ ବାସନ ମାଜୁଥିଲା ସେ ଆଜି ଏମିତି ଶାନ୍ତ କିପରି ରହିପାରୁଛି। ସେଦିନ ବିକ୍ରମ ତାର କିଛି ସାଙ୍ଗମାନଙ୍କୁ ଧରି ମନ୍ଦିର ପାଖକୁ ଆସିଲା। ରାଧା ଆଖି ବନ୍ଦ କରି ଜପ କରୁଥିଲା। ବିକ୍ରମ ବଡ଼ ପାଟିରେ ହସି କହିଲା, ଆରେ ଦେଖ, ଏଇ ଭିକାରୁଣୀ ଏବେ ସାଧୁଆଣୀ ସାଜିଛି। ଏ ରାଧା, ତୋ ଭଗବାନ କ'ଣ ତୋ ପାଇଁ ଆକାଶରୁ ସୁନା ବର୍ଷା କରିବେ କି? ଚାଲ ଏଠାରୁ ବାହାର, ଏହି ମନ୍ଦିର ଜମିଦାରଙ୍କର। ରାଧା ଆଖି ଖୋଲିଲା। ତା ଆଖିରେ କ୍ରୋଧ ନଥିଲା, ବରଂ ଏକ ଅଜଣା କରୁଣା ଥିଲା। ସେ ଧୀରେ କହିଲା, ଭାଇ, ମନ୍ଦିର ତ ଭଗବାନଙ୍କର, ମୁଁ ତ କେବଳ ତାଙ୍କ ପାଦ ତଳେ ପଡ଼ି ରହିଛି। ବିକ୍ରମ ରାଗିଯାଇ ରାଧାର ସେହି ମାଟି ପିଣ୍ଡୁଳାଟାକୁ ଗୋଇଠା ମାରି ଭାଙ୍ଗିଦେଲା, ଯେଉଁଠି ସେ ତାର 2ଟି ରୁଟି ରଖିଥିଲା। ରାଧା କିଛି କହିଲା ନାହିଁ। ବସି ସେହି ଧୂଳି ମିଶା ରୁଟିକୁ ଉଠାଇଲା ଏବଂ କହିଲା, ଏହା ବି ପ୍ରଭୁଙ୍କ ପ୍ରସାଦ। ବିକ୍ରମ ହାରିଗଲା ଭଳି ଅନୁଭବ କଲା, କାରଣ ଯାହାର ଭୟ ନାହିଁ ତାକୁ ଡରାଇବା ଅସମ୍ଭବ। ଠିକ୍ ତା ପରଦିନ ଗାଁରେ ଏକ ବିଚିତ୍ର ଘଟଣା ଘଟିଲା। ଜମିଦାରଙ୍କର ଏକମାତ୍ର ଛୋଟ ନାତି, ଯାହାକୁ ସେମାନେ ନିଜ ପ୍ରାଣଠାରୁ ଅଧିକ ଭଲ ପାଉଥିଲେ, ହଠାତ୍ ଅଜ୍ଞାନ ହୋଇ ପଡ଼ିଗଲା। ସହରର ବଡ଼ ବଡ଼ ଡାକ୍ତର ଆସିଲେ, କିନ୍ତୁ ପିଲାଟିର ଆଖି ଖୋଲିଲା ନାହିଁ। ଜମିଦାରଙ୍କର ଘରେ କାନ୍ଦ ବୋବାଳି ପଡ଼ିଗଲା। ଜମିଦାର ଗାଁର ସବୁଠାରୁ ବଡ଼ ବୈଦ୍ୟକୁ ଡାକିଲେ। ବୈଦ୍ୟ କହିଲେ, ସାମନ୍ତରାୟ, ଏହା ଔଷଧର ରୋଗୀ ନୁହେଁ। ମନେ ପକାନ୍ତୁ, କାହାର ଅଭିଶାପ ଆପଣଙ୍କ ଉପରେ ପଡ଼ିଛି କି? କୌଣସି ନିର୍ଦ୍ଦୋଷ ଆତ୍ମା କାନ୍ଦୁଛି କି? ଜମିଦାରଙ୍କର ମନରେ ତୁରନ୍ତ ରାଧାର କଥା ମନେ ପଡ଼ିଲା। ସେ ନିଜେ ଦିନେ ରାଧାକୁ ଘରୁ ତଡ଼ି ଦେଇଥିଲେ। ବିକ୍ରମ ମଧ୍ୟ ଭୟଭୀତ ହୋଇଗଲା, କିନ୍ତୁ ଅହଙ୍କାରର ଯୋଗୁଁ ସେମାନେ ରାଧା ପାଖକୁ ଯାଇପାରୁନଥିଲେ। ସେପଟେ ରାଧା ମନ୍ଦିରରେ ଜପ କରୁଥିବା ବେଳେ ତାକୁ ଅନୁଭବ ହେଲା ଯେ କେହି ଜଣେ ବହୁତ କଷ୍ଟରେ ଅଛି। ସେ ସେହି ପିଲାଟିର ଚେହେରା ତା ମନ ଭିତରେ ଦେଖିପାରିଲା। ରାଧା ତାର ଜପମାଳିକୁ ହାତରେ ଧରି ପ୍ରାର୍ଥନା କଲା, ହେ ପ୍ରଭୁ, ସେ ନିଷ୍ପାପ ପିଲାଟିକୁ ରକ୍ଷା କର। ତାର କଷ୍ଟ ମୋତେ ଦେଇଦିଅ ପଛେ, କିନ୍ତୁ ସେ ପିଲାଟି ହସି ଉଠୁ। ରାତି ଅଧରେ ଜମିଦାରଙ୍କ ଘରେ କବାଟରେ କେହି ଜଣେ ଶବ୍ଦ କଲା। ଜମିଦାର କବାଟ ଖୋଲି ଦେଖିଲେ ବାହାରେ ରାଧା ଠିଆ ହୋଇଛି। ତା ହାତରେ ସାଧୁ ଦେଇଥିବା ସେହି ତୁଳସୀ ମାଳିଟି ଥିଲା। ତୁ ଏଠି କ'ଣ କରୁଛୁ? ବିକ୍ରମ ଚିତ୍କାର କଲା। ରାଧା ଶାନ୍ତ ସ୍ୱରରେ କହିଲା, ମୁଁ ମାଳଟିକୁ ଜଳରେ ଧୋଇ ସେହି ଜଳ ନେଇ ଆସିଛି। ପିଲାଟିକୁ ଏହା ପିଆଇ ଦିଅ, ସେ ଭଲ ହୋଇଯିବ। ପ୍ରଥମେ ଜମିଦାର ବିଶ୍ୱାସ କଲେନି, କିନ୍ତୁ ଯେତେବେଳେ ସବୁ ଉପାୟ ଶେଷ ହୋଇଯାଇଛି, ସେମାନେ ସେହି ପାଣି ଟୋପାଟାକୁ ପିଲାର ଓଠରେ ଦେଲେ। କିଛି ମିନିଟ୍ ପରେ ପିଲାଟି ଧୀରେ ଧୀରେ ଆଖି ଖୋଲିଲା ଏବଂ ହସିଦେଲା। ସାରା ଘର ଆଶ୍ଚର୍ଯ୍ୟ ହୋଇଗଲା। ଜମିଦାରଙ୍କର ପାଦ ତଳୁ ମାଟି ଖସିଗଲା। ସେ ଦେଖିଲେ ରାଧା ସେଠାରେ ନାହିଁ। ସେ ଚୁପଚାପ ନିଜ ମନ୍ଦିରକୁ ଫେରିଯାଇଛି। ସେହି ରାତିରେ ଜମିଦାରଙ୍କୁ ଅନୁଭବ ହେଲା ଯେ ରାଧା କେବଳ ଏକ ଗରିବ ଝିଅ ନୁହେଁ, ସେ ଜଣେ ମହାନ ସାଧିକା। ସକାଳ ହେବା କ୍ଷଣି ଜମିଦାର ବଳଭଦ୍ର ସାମନ୍ତରାୟଙ୍କ ମନରେ ଏକ ଅଜଣା ଭୟ ଏବଂ ଗ୍ଳାନି ଭରିଗଲା। ଯେଉଁ ଝିଅକୁ ସେ ନିଜ ଦାଣ୍ଡରୁ ତଡ଼ି ଦେଇଥିଲେ, ସେହି ଝିଅ ଆଜି ତାଙ୍କର ବଂଶର ପ୍ରଦୀପକୁ ରକ୍ଷା କରିଛି। ସେ ନିଜ ପତ୍ନୀ ଏବଂ ପୁଅ ବିକ୍ରମକୁ ଧରି ସେହି ପୁରୁଣା ମନ୍ଦିର ଅଭିମୁଖ ବାହାରିଲେ। ମନ୍ଦିର ପ୍ରାଙ୍ଗଣରେ ରାଧା ସେମିତି ଶାନ୍ତ ହୋଇ ବସିଥିଲା। ତାର ଓଠ ସେମିତି ଥରୁଥିଲା। ଓମ୍ ନମୋ ଭଗବତେ ବାସୁଦେବାୟ ନମଃ, ଏହି ନାମକୁ ସେ ବାରମ୍ବାର ଜାପ କରୁଥିଲା। ଜମିଦାର ପାଖକୁ ଯାଇ ଧୀରେ କହିଲେ, ରାଧା। ରାଧା ଆଖି ଖୋଲିଲା। ଜମିଦାରଙ୍କର ପରିବାରକୁ ଦେଖି ସେ ସମ୍ମାନର ସହ ଠିଆ ହୋଇଗଲା। ଜମିଦାର କାନ୍ଦି କାନ୍ଦି କହିଲେ, ମୋତେ କ୍ଷମା କରିଦେ ମା,
ଆମେ ତୋର ଭକ୍ତିକୁ ଚିହ୍ନି ପାରିଲୁ ନାହିଁ। ତୁ ଯେଉଁ ଘରୁ ଯାଇଥିଲୁ ଆଜି ସେହି ଘରକୁ ପୁଣି ଫେରି ଆସେ। ମୁଁ ତୋ ପାଇଁ ଏକ ସୁନ୍ଦର ମହଲ ଗଢ଼ାଇ ଦେବି। ରାଧା ହସିଲା ଏବଂ କହିଲା, ମାଲିକ, ମହଲରେ କ'ଣ ଅଛି? ଏଇ ଖୋଲା ଆକାଶ ତଳେ ମୋ ପ୍ରଭୁ ମୋ ସାଥିରେ ଅଛନ୍ତି। ମୁଁ ଏଇଠି ହିଁ ଖୁସି ଅଛି। ମୋତେ କେବଳ ଆପଣଙ୍କର ଆଶୀର୍ବାଦ ଦରକାର। ବିକ୍ରମ ମଧ୍ୟ ନତମସ୍ତକ ହୋଇ କହିଲା, ରାଧା, ମୁଁ ତୋର ରୁଟି ଭାଙ୍ଗି ଦେଇଥିଲି, ତତେ ଅପମାନ ଦେଇଥିଲି, କିନ୍ତୁ ତୁ ତା ବଦଳରେ ମୋ ପୁଅର ଜୀବନ ବଞ୍ଚାଇଲୁ। ତୁ ସତରେ ଜଣେ ଦେବୀ। ରାଧାର ଏହି ମହାତ୍ମ୍ୟ କଥା ଧୀରେ ଧୀରେ ପାଖ ଗାଁ ଏବଂ ସହରକୁ ବ୍ୟାପିଗଲା। ଲୋକମାନେ ଧାଡ଼ି ବାନ୍ଧି ମନ୍ଦିରକୁ ଆସିବାକୁ ଲାଗିଲେ। କେହି ଫଳ ଆଣୁଥାନ୍ତି ତ କେହି ମିଠା, କିନ୍ତୁ ରାଧା ସେସବୁକୁ ଗରିବ ପିଲାମାନଙ୍କ ମଧ୍ୟରେ ବାଣ୍ଟି ଦେଉଥିଲା। ରାଧା ପାଖରେ ଯାହା ବି ବଳୁଥିଲା ସେଥିରେ ସେ ସନ୍ତୁଷ୍ଟ ଥିଲା। କିନ୍ତୁ ସବୁ ଭଲ କାମରେ କିଛି ନା କିଛି ବାଧା ଆସେ। ସହରରେ ଜଣେ କୁଟିଳ ତାନ୍ତ୍ରିକ କାଳଭୈରବ ଏହି କଥା ଶୁଣିବାକୁ ପାଇଲେ। ସେ ଭାବିଲେ, ଏ ସାଧାରଣ ଝିଅ ପାଖରେ ଏମିତି କି ଶକ୍ତି ଅଛି ଯେ ଲୋକେ ତା ପଛରେ ପାଗଳ। ନିଶ୍ଚୟ ତା ପାଖରେ କୌଣସି ଗୁପ୍ତ ଧନ କିମ୍ବା ରତ୍ନ ଅଛି। କାଳଭୈରବ ତାର ଚେଲାମାନଙ୍କୁ ଧରି ଚନ୍ଦନପୁର ଗାଁରେ ପହଞ୍ଚିଲା। ସେ ରାଧାକୁ ଭୟଭୀତ କରି ତାର ସେହି ତୁଳସୀ ମାଳ ଛଡ଼ାଇ ନେବାକୁ ଯୋଜନା କଲା। ସେଦିନ ଅମାବାସ୍ୟାର ରାତି ଥିଲା। ଗାଁର ଲୋକେ ସମସ୍ତେ ଶୋଇ ପଡ଼ିଥିଲେ। ରାଧା ମନ୍ଦିର ଭିତରେ ଧ୍ୟାନରେ ବସିଥିଲା। ହଠାତ୍ ମନ୍ଦିର ଚାରିପଟେ ଏକ ଭୟଙ୍କର ଶବ୍ଦ ଶୁଭିଲା। କାଳଭୈରବ ତାର ମନ୍ତ୍ର ବଳରେ ଚାରିଆଡ଼େ ନିଆଁ ଜାଳିଦେଲା। ରାଧା ଆଖି ଖୋଲି ଦେଖିଲା, ସାମ୍ନାରେ ଜଣେ ଭୟଙ୍କରୀ ରୂପୀ ତାନ୍ତ୍ରିକ ଠିଆ ହୋଇଛି। ଏ ଛୋଟ ଝିଅ, ତୋର ସେହି ମାଳିଟି ମୋତେ ଦେଇଦେ, ନହେଲେ ମୁଁ ଏହି ମନ୍ଦିର ସହ ତତେ ଭସ୍ମ କରିଦେବି, ତାନ୍ତ୍ରିକ ଗର୍ଜନ କରି କହିଲା। ରାଧା ଡରିଲା ନାହିଁ। ସେ ଶାନ୍ତ ଭାବରେ ମାଳିଟିକୁ ଧରି କହିଲା, ବାବା, ଏହା କୌଣସି ଚମତ୍କାରୀ ରତ୍ନ ନୁହେଁ। ଏହା ମୋ ପ୍ରଭୁଙ୍କ ପ୍ରେମ। ଯଦି ଆପଣଙ୍କ ଭାଗ୍ୟରେ ଅଛି ତେବେ ନେଇଯାଆନ୍ତୁ। ତାନ୍ତ୍ରିକ ଯେତେବେଳେ ମାଳଟିକୁ ଛୁଇଁବାକୁ ଚେଷ୍ଟା କଲା, ତାକୁ ଏକ ଜୋରଦାର ବିଜୁଳି ଝଟକା ଲାଗିଲା ଭଳି ଅନୁଭବ ହେଲା। ସେ ଦୂରକୁ ଛିଟକି ପଡ଼ିଲା। ସେହି ମାଳରୁ ଏକ ଦିବ୍ୟ ଆଲୋକ ବାହାରି ପୁରା ଗାଁକୁ ଆଲୋକିତ କରିଦେଲା। କାଳଭୈରବ ତାର ଭୁଲ ବୁଝିପାରି ସେଠାରୁ ପଳାଇଲା। ପରଦିନ ସକାଳେ ଗାଁକୁ ଏକ ବଡ଼ ଦାମୀ ଗାଡ଼ି ଆସିଲା। ସେଥିରୁ ଓହ୍ଲାଇଲେ ସହରର ସବୁଠାରୁ ବଡ଼ ସେଠ ଧର୍ମଦାସ। ତାଙ୍କର ବହୁତ ବେପାର ବଣିଜ, କିନ୍ତୁ ସେ ବହୁତ ଦିନରୁ ଗୋଟିଏ ସମସ୍ୟାରେ ଥିଲେ। ତାଙ୍କର ବ୍ୟବସାୟ ଧୀରେ ଧୀରେ ବୁଡ଼ି ଯାଉଥିଲା ଏବଂ ତାଙ୍କୁ କେହି ସଠିକ୍ ପଥ ଦେଖାଇବାକୁ ନଥିଲେ। ସେ ରାଧା ପାଖକୁ ଆସିଲେ ଏବଂ ତାଙ୍କୁ ନିଜର ସବୁ ଦୁଃଖ କହିଲେ। ରାଧା କେବଳ ଗୋଟିଏ କଥା କହିଲା, ମହାଜନ, ଆପଣ ଧନ ସଞ୍ଚୟ କରିଛନ୍ତି, କିନ୍ତୁ ପୁଣ୍ୟ ସଞ୍ଚୟ କରିନାହାନ୍ତି। ଯେଉଁଦିନ ଆପଣ ନିଜର ଉପାର୍ଜନକୁ ଅସହାୟ ଲୋକଙ୍କ ସେବାରେ ଲଗାଇବେ, ସେହିଦିନ ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ହେବେ। ସେଠ ଧର୍ମଦାସ ରାଧାଙ୍କ କଥାରେ ପ୍ରଭାବିତ ହୋଇ ସେହି ଗାଁରେ ଏକ ଧର୍ମଶାଳା ଏବଂ ଗରିବ ପିଲାଙ୍କ ପାଇଁ ବିଦ୍ୟାଳୟ ଗଢ଼ିବାକୁ ସଂକଳ୍ପ ନେଲେ। ସେ ରାଧାକୁ ଜଣେ ମାର୍ଗଦର୍ଶିକା ଭାବରେ ଗ୍ରହଣ କଲେ। ସେଠ ଧର୍ମଦାସଙ୍କର ସଂକଳ୍ପ ଅନୁଯାୟୀ ଚନ୍ଦନପୁର ଗାଁରେ ରୂପରେଖ ବଦଳିବାକୁ ଲାଗିଲା। ସେହି ପୁରୁଣା ମନ୍ଦିର ଏବେ ଏକ ବିଶାଳ ଏବଂ ସୁନ୍ଦର ମନ୍ଦିରରେ ପରିଣତ ହୋଇଗଲା। ଗାଁରେ ଗରିବ ପିଲାମାନଙ୍କ ପାଇଁ ବିଦ୍ୟାଳୟ ଏବଂ ରୋଗୀଙ୍କ ପାଇଁ ଚିକିତ୍ସାଳୟ ତିଆରି ହେଲା। ଲୋକେ ଏସବୁର ଶ୍ରେୟ ରାଧାକୁ ହିଁ ଦେଉଥିଲେ। ଦିନେ ସେଠ ରାଧାଙ୍କ ପାଇଁ ଏକ ସୁନା ସିଂହାସନ ଏବଂ ଦାମୀ ପୋଷାକ ନେଇ ଆସିଲେ। ସେ କହିଲେ, ମା, ତୋ ଯୋଗୁଁ ମୋର ସବୁ ବ୍ୟବସାୟ ସଫଳ ହୋଇଛି। ଆଜିଠାରୁ ତୁମେ ଏହି ସିଂହାସନରେ ବସି ଲୋକଙ୍କୁ ମାର୍ଗଦର୍ଶନ ଦେବ। ରାଧା ସେହି ସୁନା ସିଂହାସନକୁ ଦେଖି ଟିକେ ହସିଲା ଏବଂ କହିଲା, ମହାଜନ, ଏହି ସିଂହାସନ ମୋ ପାଇଁ ଏକ ପିଞ୍ଜରା ସଦୃଶ। ଯଦି ମୁଁ ସୁନା ଅଳଙ୍କାର ଏବଂ ସିଂହାସନ ମୋହରେ ପଡ଼ିଯିବି, ତେବେ ମୋର ସେହି ନାମ ଜପ କୁଆଡ଼େ ହଜିଯିବ। ମୁଁ ସେହି ଭଙ୍ଗା ଚୌତରାରେ ବସିଥିବା ରାଧା ହୋଇ ରହିବାକୁ ଚାହେଁ। ରାଧାର ଏହି ନିର୍ଲୋଭ ଗୁଣ ଦେଖି ସମସ୍ତେ ସ୍ତବ୍ଧ ହୋଇଗଲେ। ସେ ସିଂହାସନକୁ ପ୍ରତ୍ୟାଖ୍ୟାନ କରି ନିଜର ସେହି ପୁରୁଣା କମ୍ବଳ ଉପରେ ବସିଲା। କିଛି ବର୍ଷ ବିତିଗଲା। ରାଧା ଏବେ କେବଳ ଏକ ଝିଅ ନଥିଲା, ସେ ସାରା ଅଞ୍ଚଳ ପାଇଁ ରାଧା ମା ପାଲଟି ଯାଇଥିଲା। ଦିନେ ସନ୍ଧ୍ୟାରେ ସେହି ବୃଦ୍ଧ ସନ୍ନ୍ୟାସୀ ପୁଣି ଗାଁରେ ପହଞ୍ଚିଲେ, ଯିଏ ରାଧାକୁ ପ୍ରଥମେ ନାମ ଜପରେ ମନ୍ତ୍ର ଦେଇଥିଲେ।
ରାଧା ତାଙ୍କୁ ଦେଖିବା ମାତ୍ରେ ତାଙ୍କ ପାଦ ତଳେ ପଡ଼ି କାନ୍ଦିବାକୁ ଲାଗିଲା। ସାଧୁ କହିଲା, ଉଠ ମା, ତୁ ଆଜି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛୁ। ଧନ ଏବଂ ସମ୍ମାନ ମଣିଷର ଅହଙ୍କାର ବଢ଼ାଏ, କିନ୍ତୁ ତୁ ସେସବୁକୁ ପାଦରେ ଆଡ଼େଇ ଦେଇଛୁ। ସାଧୁ ତାକୁ ଆଶୀର୍ବାଦ ଦେଇ କହିଲେ, ରାଧା, ତୋର ଏହି ନାମ ଜପର ଶକ୍ତି ଏବେ ଏତେ ବଢ଼ିଯାଇଛି ଯେ ଯାହାକୁ ତୁ ଆଶୀର୍ବାଦ ଦେବୁ ତାର ମଙ୍ଗଳ ହେବ। କିନ୍ତୁ ମନେ ରଖ, କେବେ ବି ନିଜକୁ କର୍ତ୍ତା ବୋଲି ଭାବିବୁ ନାହିଁ। ସବୁ ସେହି ପ୍ରଭୁଙ୍କର ବୋଲି ମନେ ରଖିବୁ। ରାଧାର ଖ୍ୟାତି ଏବେ ସେହି ରାଜ୍ୟର ରାଜାଙ୍କ କାନରେ ପହଞ୍ଚିଲା। ରାଜାଙ୍କର କୌଣସି ସନ୍ତାନ ନଥିଲା ଏବଂ ସେ ବହୁତ ଚିନ୍ତିତ ଥିଲେ। ସେ ରାଧାଙ୍କୁ ରାଜ ଦରବାରକୁ ନିମନ୍ତ୍ରଣ କଲେ। ରାଧା ଜଣେ ସାଧାରଣ ଗରିବ ଝିଅ ଭାବେ ରାଜ ଦରବାରରେ ପହଞ୍ଚିଲେ। ରାଜା କହିଲେ, ହେ ମହାମାୟା, ଯଦି ଆପଣଙ୍କ ଭକ୍ତିରେ ଶକ୍ତି ଅଛି ତେବେ ମୋର ଏହି ଦୁଃଖ ଦୂର କରନ୍ତୁ। ରାଧା ଶାନ୍ତ ଭାବରେ କହିଲା, ମହାରାଜ, ମୁଁ କେହି ନୁହେଁ, ମୁଁ କେବଳ ତାଙ୍କର ନାମ ଜପ କରେ। ଆପଣ ଏବଂ ଆପଣଙ୍କ ପତ୍ନୀ 21 ଦିନ ପର୍ଯ୍ୟନ୍ତ ନିଷ୍ଠାର ସହ ପ୍ରଭୁଙ୍କର ନାମ ଜପ କରନ୍ତୁ ଏବଂ ଗରିବ ପ୍ରଜାମାନଙ୍କୁ ନିଜ ସନ୍ତାନ ଭଳି ଦେଖନ୍ତୁ। ଭଗବାନ ନିଶ୍ଚୟ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରିବେ। ରାଜା ସେଇଆ କଲେ। ଆଶ୍ଚର୍ଯ୍ୟଜନକ ଭାବେ 1 ବର୍ଷ ପରେ ରାଜପ୍ରସାଦରେ ଏକ ପୁତ୍ର ସନ୍ତାନ ଜନ୍ମ ହେଲା। ଖୁସିରେ ରାଜା ରାଧାକୁ ଅଧା ରାଜ୍ୟ ଦେବାକୁ ଚାହିଁଲେ, କିନ୍ତୁ ରାଧା କେବଳ ହସିଲା ଏବଂ କହିଲା, ମହାରାଜ, ମୁଁ ତ କେବଳ ପଥ ଦେଖାଇଥିଲି। ସନ୍ତାନ ତ ପ୍ରଭୁଙ୍କ ଦାନ। ମୋତେ ରାଜ୍ୟ ନୁହେଁ, କେବଳ ଆପଣଙ୍କ ରାଜ୍ୟର କୌଣସି ଗରିବ ଯେପରି ଭୋକରେ ନ ରହେ ସେମିତି ବ୍ୟବସ୍ଥା କରନ୍ତୁ। ରାଧା ଏବେ ଅନୁଭବ କଲା ଯେ ତାକୁ କେବଳ ଗୋଟିଏ ଗାଁରେ ସୀମିତ ରହିବା ଉଚିତ ନୁହେଁ। ସେ ସେହି ସାଧୁଙ୍କ ପରାମର୍ଶ କ୍ରମେ ଜଗନ୍ନାଥ ଧାମ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କଲା। ତା ସାଥିରେ ନଥିଲା ଧନ, ନଥିଲା କୌଣସି ବିଳାସପୂର୍ଣ୍ଣ ସାମଗ୍ରୀ। କେବଳ ହାତରେ ଥିଲା ସେହି ପୁରୁଣା ତୁଳସୀ ମାଳ ଏବଂ ଓଠରେ ଥିଲା ଜୟ ଜଗନ୍ନାଥଙ୍କର ନାମ। ରାସ୍ତାରେ ଯାଉଥିବା ସମୟରେ ଏକ ଘଞ୍ଚ ଜଙ୍ଗଲ ଭିତରେ ରାଧା ଦେଖିଲା ଜଣେ ଯୁବକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଛି। ସେ ଥିଲା ପଡ଼ୋଶୀ ରାଜ୍ୟର ସେନାପତି ଆର୍ୟନ, ଯାହାକୁ ଶତ୍ରୁମାନେ ଛଳନା କରି ଆକ୍ରମଣ କରିଥିଲେ। ରାଧା ତାର ଜପ ବନ୍ଦ କରି ତୁରନ୍ତ ସେହି ଯୁବକର ସେବା କରିବାକୁ ଲାଗିଲା। ସେ ଜଙ୍ଗଲରୁ କିଛି ଜଡ଼ିବୁଟି ଆଣି ତାର କ୍ଷତ ସ୍ଥାନରେ ଲଗାଇଲା ଏବଂ ନିରନ୍ତର ଭଗବାନଙ୍କର ନାମ ଜପ କରି ତା ମୁଣ୍ଡରେ ହାତ ରଖିଲା। 3 ଦିନ ପର୍ଯ୍ୟନ୍ତ ରାଧା ନିଜେ ନ ଖାଇ ସେହି ଅଜଣା ଯୁବକର ଯତ୍ନ ନେଲା। ଯେତେବେଳେ ଆର୍ୟନ ଆଖି ଖୋଲିଲା, ସେ ସାମ୍ନାରେ ଜଣେ ଦେବୀ ସଦୃଶ କନ୍ୟାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ଆର୍ୟନ ପଚାରିଲା, ତୁମେ କିଏ? ମୋ ଜୀବନ କାହିଁକି ବଞ୍ଚାଇଲ? ମୁଁ ତ ଜଣେ ସୈନିକ, ମୋର ଧର୍ମ ତ ଯୁଦ୍ଧ କରିବା। ରାଧା ହସିଲା, କହିଲା, ଭାଇ, ମୁଁ କେହି ନୁହେଁ, ମୁଁ ଜଣେ ସାଧାରଣ ଦାସୀ। ଜୀବନ ରକ୍ଷା କରିବା ତ ପ୍ରଭୁଙ୍କ କାମ, ମୁଁ କେବଳ ମାଧ୍ୟମ। ଆର୍ୟନ ସୁସ୍ଥ ହେବା ପରେ ରାଧାକୁ ପୁରୀ ପର୍ଯ୍ୟନ୍ତ ଛାଡ଼ିବାକୁ ସଂକଳ୍ପ କଲା। ରାଧା ଯେତେବେଳେ ଶ୍ରୀକ୍ଷେତ୍ରରେ ପହଞ୍ଚିଲା, ସେଠାକାରେ ପବିତ୍ର ବାତାବରଣ ଦେଖି ତା ଆଖିରୁ ଲୁହ ଝରିବାକୁ ଲାଗିଲା। ସେ ସିଂହଦ୍ୱାର ପାଖରେ ବସି ନିଜର ଜପ ଜାରି ରଖିଲା। ସେଦିନ ମନ୍ଦିରର ବଡ଼ପଣ୍ଡାଙ୍କୁ ସ୍ୱପ୍ନଦେଶ ହେଲା ଯେ ଜଣେ ପରମ ଭକ୍ତ ସିଂହଦ୍ୱାର ପାଖରେ ବସିଛି, ତାକୁ ସମ୍ମାନର ସହ ଭିତରକୁ ନେଇ ଆସ। ପଣ୍ଡାମାନେ ଆସି ଯେତେବେଳେ ରାଧାଙ୍କୁ ଦେଖିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଜଣେ ସାଧାରଣ ଦରିଦ୍ର ବେଶଧାରୀ ଝିଅ ଭିତରେ ଏତେ ତେଜ! ରାଧାକୁ ମନ୍ଦିର ଭିତରକୁ ନିଆଗଲା। ଯେତେବେଳେ ସେ ଜଗନ୍ନାଥଙ୍କୁ ଦର୍ଶନ କଲା, ତାକୁ ଲାଗିଲା ଯେମିତି ସେ ତାଙ୍କର ବହୁ ଦିନର ହଜିଯାଇଥିବା ବାପା ମାଙ୍କୁ ପାଇଯାଇଛି। ସେଠାରେ ରାଧା ଏକ ଭଜନ ଗାଇଲା, ଯାହାକୁ ଶୁଣି ହଜାରେ ହଜାରେ ଭକ୍ତ ସ୍ତବ୍ଧ ହୋଇ ରହିଗଲେ। ରାଧାର ଏହି ସଫଳତା ଏବଂ ସମ୍ମାନ କିଛି ଲୋକଙ୍କୁ ସହ୍ୟ ହେଲା ନାହିଁ। ସେଠାକାର ଜଣେ ମୁଖ୍ୟ ପୁରୋହିତ ଦାମୋଦର ଭାବିଲେ ଯେ ଏହି ଝିଅ ଯଦି ଏମିତି ଲୋକପ୍ରିୟ ହେବ, ତେବେ ଲୋକେ ଆମ କଥା ଶୁଣିବେ ନାହିଁ। ସେ ରାଧା ଉପରେ ଏକ ମିଥ୍ୟା ଅଭିଯୋଗ ଲଗାଇଲେ ଯେ ରାଧା ମନ୍ଦିରରୁ କିଛି ମୂଲ୍ୟବାନ ଅଳଙ୍କାର ଚୋରି କରିଛି। ସେହି ରାତିରେ ସାରା ପୁରୀ ସହର ଏକ ଭୟଙ୍କର ଭୂମିକମ୍ପ ଅନୁଭବ କଲା। ମନ୍ଦିରର ନୀଳଚକ୍ର ଥରିବାକୁ ଲାଗିଲା। ରାଜାଙ୍କୁ ସ୍ୱପ୍ନରେ ପ୍ରଭୁ କହିଲେ, ମୋର ନିରପରାଧ ଭକ୍ତକୁ କାରାଗାରରେ ରଖି ତୁମେ ଶାନ୍ତରେ ଶୋଇଛ?
ଯେଉଁ ପର୍ଯ୍ୟନ୍ତ ରାଧା ମୁକ୍ତ ନ ହେବ ସେ ପର୍ଯ୍ୟନ୍ତ ଏହି ବିପଦ ଦୂର ହେବ ନାହିଁ। ରାଜା ତୁରନ୍ତ କାରାଗାରକୁ ଦୌଡ଼ିଲେ। ସେ ଦେଖିଲେ ରାଧା ବସିଥିବା କୋଠରୀଟି ଆପେ ଆପେ ଆଲୋକିତ ହୋଇ ଉଠିଛି ଏବଂ କାରାଗାରରେ ଥିବା ଶିକୁଳିଗୁଡ଼ିକ ଖସି ପଡ଼ିଛି। ରାଜା ଗଜପତି ନିଜେ କାରାଗାରର ସେହି ଅନ୍ଧାର କୋଠରୀରେ ସାମ୍ନାରେ ପହଞ୍ଚିଗଲେ। ସେ ଦେଖିଲେ ରାଧା ଆଖି ବନ୍ଦ କରି ସେମିତି ଶାନ୍ତ ହୋଇ ବସିଛି। ତାର ଚାରିପଟେ ଏକ ଦିବ୍ୟ ଆଲୋକ ଖେଳି ବୁଲୁଛି। କାରାଗାରର ମୋଟା ଲୁହା ଶିକୁଳି ଗୁଡ଼ିକ ଆପେ ଆପେ ତରଳି ଯାଇ ତଳେ ପଡ଼ିଯାଇଛି। ରାଜା ରାଧାଙ୍କ ପାଦ ତଳେ ପଡ଼ି କହିଲେ, ମା, ଆମକୁ କ୍ଷମା କର। ଏହି ଅଜ୍ଞାନୀ ପୁରୋହିତଙ୍କ କଥାରେ ପଡ଼ି ମୁଁ ତୁମ ଭଳି ଜଣେ ପରମ ଭକ୍ତଙ୍କୁ କଷ୍ଟ ଦେଇଛି। ତୁମେ ଏବେ ମୁକ୍ତ। ରାଧା ଧୀରେ ଧୀରେ ଆଖି ଖୋଲିଲେ। ତା ମୁହଁରେ କୌଣସି ଅଭିମାନ ନଥିଲା। ସେ କହିଲା, ମହାରାଜ, ଭଗବାନଙ୍କର ନାମ ଯେଉଁଠି ଥାଏ ସେଠି କାରାଗାର ମଧ୍ୟ ବୈକୁଣ୍ଠ ପାଲଟିଯାଏ। ମୁଁ କାହା ଉପରେ ଅସନ୍ତୁଷ୍ଟ ନୁହେଁ। ସେହି ସମୟରେ ପୁରୋହିତ ଦାମୋଦର ଭୟରେ ଥରି ଥରି ସେଠାକୁ ଆସିଲେ। ସେ ରାଧାଙ୍କ ପାଦ ଧରି କାନ୍ଦିବାକୁ ଲାଗିଲେ। ରାଧା ତାଙ୍କୁ ଉଠାଇ କହିଲେ, ପଣ୍ଡା ମହାଶୟ, ଭଗବାନଙ୍କ ମନ୍ଦିରରେ ଅହଙ୍କାର ନୁହେଁ, କେବଳ ସରଳତା ହିଁ ପ୍ରଭୁଙ୍କୁ ପ୍ରାପ୍ତ କରାଏ। ବହୁ ବର୍ଷ ପରେ ରାଧା ନିଜ ଗାଁ ଚନ୍ଦନପୁରକୁ ଫେରିବାକୁ ସ୍ଥିର କଲା। ଯେତେବେଳେ ସେ ଗାଁ ପହଞ୍ଚିଲା, ସାରା ଗାଁ ଲୋକ ତାକୁ ପାଛୋଟି ନେବାକୁ ଦାଣ୍ଡକୁ ଚାଲି ଆସିଲେ। ଜମିଦାର ସାମନ୍ତରାୟ ଏବେ ବୃଦ୍ଧ ହୋଇଯାଇଥିଲେ। ସେ ରାଧାକୁ ଦେଖି ଧଇଁସଇଁ ହୋଇ ଦୌଡ଼ି ଆସିଲେ। ମା ରାଧା, ତୁ ଆସିଲୁ। ତୁ ଗଲା ପରେ ଏଇ ଗାଁ ନିଷ୍ପାପ ହୋଇଯାଇଥିଲା। ରାଧା ଦେଖିଲା ଗାଁରେ ସେହି ପୁରୁଣା ପରିତ୍ୟକ୍ତ ମନ୍ଦିରଟି ଏବେ ଏକ ବଡ଼ ଆଶ୍ରମରେ ପରିଣତ ହୋଇଛି। ସେଠାରେ ଶହ ଶହ ଅନାଥ ପିଲା ଏବଂ ଅସହାୟ ବୃଦ୍ଧ ବୃଦ୍ଧା ଆଶ୍ରୟ ପାଉଛନ୍ତି। ରାଧା ବୁଝିଗଲା ଯେ ତାର ଜପ କେବଳ ତା ପାଇଁ ନୁହେଁ, ବରଂ ସାରା ଗାଁର ମଙ୍ଗଳ ପାଇଁ ଥିଲା। କିନ୍ତୁ ସେଦିନ ସନ୍ଧ୍ୟାରେ ଏକ ଅଘଟଣ ଘଟିଲା। ଗାଁର ପଶ୍ଚିମ ପଟେ ଥିବା ଜଙ୍ଗଲରେ ହଠାତ୍ ନିଆଁ ଲାଗିଗଲା। ସେହି ନିଆଁ ଧୀରେ ଧୀରେ ଗାଁ ଆଡ଼କୁ ମାଡ଼ି ଆସିଲା। ଲୋକେ ଭୟରେ ଏଣେ ତେଣେ ଦୌଡ଼ିବାକୁ ଲାଗିଲେ। ପାଣି ମଧ୍ୟ ନିଆଁକୁ ଲିଭାଇ ପାରୁନଥିଲା। ରାଧା ଶାନ୍ତ ଭାବରେ ସେହି ଜଳୁଥିବା ନିଆଁକୁ ସାମ୍ନାକୁ ଗଲା। ସେ ତାର ତୁଳସୀ ମାଳଟିକୁ ହାତରେ ଧରି ଚିତ୍କାର କରି କହିଲା, ହେ ପ୍ରଭୁ, ଯଦି ମୋର ଭକ୍ତି ସତ, ତେବେ ଏହି ପ୍ରକୃତି ଶାନ୍ତ ହେଉ। ରାଧା ଯେତେବେଳେ ଜଳୁଥିବା ନିଆଁ ସାମ୍ନାରେ ଆଖି ବନ୍ଦ କରି ବସିଲା, ସାରା ଗାଁ ଲୋକ ସ୍ତବ୍ଧ ହୋଇ ରହିଗଲେ। ଜମିଦାର ସାମନ୍ତରାୟ ପାଟି କରି କହିଲେ, ରାଧା, ସେଠୁ ଚାଲି ଆସେ, ନିଆଁ ତତେ ଜାଳିଦେବ। କିନ୍ତୁ ରାଧା ଶୁଣିବା ଅବସ୍ଥାରେ ନଥିଲା। ସେ କେବଳ ଏକ ଅଦୃଶ୍ୟ ଶକ୍ତି ସହ କଥା ହେଉଥିଲା। ତାର ନାମ ଜପର ତେଜ ଏତେ ଥିଲା ଯେ ହଠାତ୍ ଆକାଶରେ କଳା ମେଘ ଘୋଟି ଆସିଲା। ବିନା କୌଣସି ପୂର୍ବ ସୂଚନାରେ ମୁଷଳଧାର ବର୍ଷା ଆରମ୍ଭ ହେଲା। ମାତ୍ର କିଛି ମିନିଟ୍ ମଧ୍ୟରେ ସେହି ଭୟଙ୍କର ନିଆଁ ଲିଭିଗଲା। ଆଶ୍ଚର୍ଯ୍ୟର କଥା ଯେ ରାଧା ଯେଉଁଠି ବସିଥିଲା ସେଠାରେ ଗୋଟିଏ ବି ନିଆଁର ଆଞ୍ଚ ତାକୁ ଛୁଇଁ ନଥିଲା। ଗାଁ ଲୋକେ ଧାଇଁ ଆସି ରାଧାର ପାଦ ତଳେ ପଡ଼ିଗଲେ। ସେମାନେ ବୁଝିଗଲେ ଯେ ରାଧା କେବଳ ସେମାନଙ୍କର ଗାଁର ଝିଅ ନୁହେଁ, ସେ ଜଣେ ହେଉଛି ଯୋଗିନୀ। କିଛି ଦିନ ପରେ ଆଶ୍ରମ ଦ୍ୱାରରେ କେହି ଜଣେ ଏକ ଛୋଟ ନିଷ୍ପାପ ଶିଶୁକୁ ଛାଡ଼ି ଦେଇଥିଲେ। ଶିଶୁଟି ବହୁତ ରୋଗିଣା ଥିଲା। ରାଧା ତାକୁ କୋଳକୁ ନେଲା। ସେହି ଶିଶୁଟିର ଆଖିରେ ରାଧା ନିଜର ପିଲାଦିନର ଦୁଃଖ ଦେଖିବାକୁ ପାଇଲା। ରାଧା ସେହି ପିଲାଟିର ନାମ ରଖିଲା ମାଧବ। ସେ ନିଜେ ତାର ମା ସାଜି ତାକୁ ବଡ଼ କରିବାକୁ ଲାଗିଲା। ମାଧବ ବଡ଼ ହେବା ସହ ରାଧା ତାକୁ ମଧ୍ୟ ନାମ ଜପର ମହତ୍ତ୍ୱ ଶିଖାଇଲା। ବହୁ ବର୍ଷ ବିତିଗଲା। ରାଧା ଏବେ ବୃଦ୍ଧା ହୋଇଯାଇଥିଲା। ତାଙ୍କର ଚେହେରାରେ ସେହି ସମାନ ତେଜ ଥିଲା, କିନ୍ତୁ ଶରୀର ଧୀରେ ଧୀରେ ଶିଥିଳ ହୋଇ ଆସୁଥିଲା। ମାଧବ ଏବେ ଜଣେ ବିଦ୍ୱାନ ଏବଂ ସରଳ ଯୁବକରେ ପରିଣତ ହୋଇଥିଲା। ସେ ଆଶ୍ରମର ସବୁ ଦାୟିତ୍ୱ ସମ୍ଭାଳୁଥିଲା। ଦିନେ ସନ୍ଧ୍ୟାରେ ରାଧା ଅନୁଭବ କଲା ଯେ ତାଙ୍କର ଏହି ମର୍ତ୍ତ୍ୟ ଶରୀରର ଯାତ୍ରା ଶେଷ ହେବାକୁ ଯାଉଛି। ସେ ମାଧବକୁ ନିଜ ପାଖକୁ ଡାକିଲେ ଏବଂ କହିଲେ, ମାଧବ, ମନେ ରଖିବୁ, ଧନ, ସମ୍ପତ୍ତି କିମ୍ବା ଶକ୍ତି କେବେ ବି ସ୍ଥାୟୀ ନୁହେଁ। କେବଳ ଭଲ କାମ ଏବଂ ଭଗବାନଙ୍କ ନାମ ହିଁ ସାଥିରେ ଯାଏ। ଯେଉଁଦିନ ତୁ କାହା ଆଖିରୁ ଲୁହ ପୋଛିବୁ, ସେଦିନ ହିଁ ପ୍ରଭୁଙ୍କୁ ନିଜ ପାଖରେ ପାଇବୁ। ମାଧବ କାନ୍ଦି କାନ୍ଦି ରାଧାଙ୍କ ପାଦ ଧରି ପଚାରିଲା, ମା, ଆପଣ ଚାଲିଗଲେ ମୁଁ କେମିତି ରହିବି? ରାଧା ହସିଲେ ଏବଂ କହିଲା, ମୁଁ କୁଆଡ଼େ ଯାଉନି। ମୁଁ ଏହି ଆଶ୍ରମର ପ୍ରତିଟି ଫୁଲରେ, ପିଲାଙ୍କ ହସରେ ଏବଂ ତୋ ପ୍ରତିଟି ଜପରେ ରହିବି।
ସେହିଦିନ ସେହି ପୁରୁଣା ସନ୍ନ୍ୟାସୀ ପୁଣି ଥରେ ଦେଖାଗଲେ। ସେ ମନ୍ଦିର ଦ୍ୱାରରେ ଠିଆ ହୋଇ କହିଲେ, ରାଧା, ତୋର କାମ ଶେଷ ହୋଇଛି। ପ୍ରଭୁ ତୋତେ ଅପେକ୍ଷା କରୁଛନ୍ତି। ରାଧା ଥର ପାଇଁ ନିଜର ସେହି ପୁରୁଣା ତୁଳସୀ ମାଳଟିକୁ ହାତରେ ଧରିଲେ। ଗାଁର ସବୁ ଲୋକ ଆଶ୍ରମ ବାହାରେ ଜମା ହୋଇଥିଲେ। ସମସ୍ତଙ୍କ ଆଖିରେ ଲୁହ ଥିଲା। ରାଧା ଆଖି ବନ୍ଦ କରି ଧୀରେ ଧୀରେ ଜପ କରିବାକୁ ଲାଗିଲା। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ହଠାତ୍ ମନ୍ଦିର ଭିତରୁ ଏକ ଅଦ୍ଭୁତ ସୁଗନ୍ଧ ବାହାରିଲା। ରାଧାଙ୍କ ଓଠରେ ଏକ ଶାନ୍ତ ହସ ଥିଲା। ସେ ଶୋଇଥିଲା ଭଳି ଦେଖାଯାଉଥିଲା, କିନ୍ତୁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ବନ୍ଧୁଗଣ, ରାଧାର ଏହି କାହାଣୀ ଆମକୁ ଶିଖାଏ ଯେ ଦୁନିଆରେ ସବୁଠାରୁ ବଡ଼ ସମ୍ପତ୍ତି ଟଙ୍କା ପଇସା ନୁହେଁ, ବରଂ ଭଗବାନଙ୍କ ଉପରେ ଥିବା ଅଟଳ ବିଶ୍ୱାସ। ନାମ ଜପ କେବଳ ଶବ୍ଦ ନୁହେଁ, ଏହା ଏକ ଏମିତି ଶକ୍ତି ଯାହା ଶୂନ୍ୟରୁ ସିଂହାସନ ପର୍ଯ୍ୟନ୍ତ ପହଞ୍ଚାଇବାର କ୍ଷମତା ରଖେ। ଯେତେବେଳେ ଜୀବନର ଚାରିଆଡ଼େ ଅନ୍ଧାର ଦେଖାଯିବ, ସେତେବେଳେ ନିରାଶ ନ ହୋଇ କେବଳ ନିଷ୍ଠାର ସହ ପ୍ରଭୁଙ୍କ ନାମ ଜପ କରନ୍ତୁ। ଦେଖିବେ ଆପଣଙ୍କର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ ଏବଂ ଶାନ୍ତିର ଏକ ନୂଆ ସକାଳ ଆସିବ। ମନେ ରଖନ୍ତୁ, ଯେଉଁଠି ନାମ ଜପର ଶକ୍ତି ଥାଏ, ସେଠାରେ ବିପତ୍ତି ମଧ୍ୟ ସମ୍ପତ୍ତିରେ ପରିଣତ ହୋଇଯାଏ। ରାଧେ ରାଧେ।